ଆଜିର ଟପିକ୍ ପାଣିର ଦୋଷ ନୁହଁ ମଞ୍ଜିର ଦୋଷ। କୂଅର ପାଣି ସମସ୍ତ ଫସଲରେ ସମାନ ପରିମାଣରେ ପଡ଼ିଥାଏ, କିନ୍ତୁ ତଥାପି କଲରା ପିତା ଲାଗେ, ଆଖୁ ମିଠା ଲାଗେ ଏବଂ ତେନ୍ତୁଳି ଖଟା ଲାଗେ। ଏହା କ'ଣ ପାଣିର ଦୋଷ ବୋଲି ଭାବୁଛନ୍ତି? ନା, ବରଂ ଏହା ମଞ୍ଜିର ଦୋଷ। ସେହିପରି ସମସ୍ତ ମଣିଷ, ଏ ଦୁନିଆରେ ସମସ୍ତ ମଣିଷ ସମାନ, କିନ୍ତୁ ସେମାନଙ୍କର ବ୍ୟବହାର, ଆଚାର, ସଂସ୍କାର, ଶିକ୍ଷା, ଦୀକ୍ଷା ତାଙ୍କରି ପ୍ରଭାବିତରେ ପ୍ରତ୍ୟେକ ମଣିଷ ଅଲଗା ଅଲଗା ହୁଅନ୍ତି। ସେହିପରି କହିବାର କଥା ହେଲା, ମାନେ ଯେଉଁ ମଣିଷ ଯେମିତିକା ସଂସ୍କାର ପାଇଥିବେ ତାଙ୍କର ସେମିତିକା ବାର୍ତ୍ତାଳାପ ବା ବ୍ୟବହାର। ଯେମିତି କହିଲି କଲରା ପିତା, ଆଖୁ ମିଠା, ତେନ୍ତୁଳି ଖଟା, ଠିକ୍ ସେମିତି ମଣିଷ ଭିତରେ ବି 3 ପ୍ରକାର ବା 4 ପ୍ରକାର ଲୋକ ଅଛନ୍ତି। ଯାହାକୁ ଯେମିତି ଆମେ ଚାହିଁବା ବା ସେମାନେ ଆମ ସହିତ ମିଶିବେ, ଆମେ ସେମିତି ତାଙ୍କ ସହିତ ଜାଣିପାରିବା କି ସେମାନେ କେଉଁ ପ୍ରକାର। ଯାହା ବି ହେଉ, ଆଜିକାର ଟପିକ୍ ଯଦି ଆପଣମାନଙ୍କୁ ଭଲ ଲାଗିଥିବ, ଗୋଟେ ଲାଇକ୍ କରିବେ, ସେୟାର କରିବେ ଆଉ କମେଣ୍ଟ କରିବେ। ଆଉ ମୋ ଫେସବୁକ୍ ପେଜ୍ରେ ଯଦି ଥିବେ ଫଲୋ କରିବେ, ଆଉ ମୋ ୟୁଟ୍ୟୁବ୍ରେ ଯଦି ଥିବେ ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର, ଜୟ ମା ତାରିଣୀ।